हेलो डियर वेलकम वेलकम रिनास हैप्पी लाइफ को माने आज जो जिनसटा आपन को सिखेबी से आपन को माने पूरा जादू छड़ी भलिया आपन को लाइफ परिवर्तन कर दबो निश्चिंत किंतु आपन को डेली लाइफ रे ताकू यूज करियार अछि प्रत्येक दिन प्रत्येक मुहूर्त रे पूरा आपण आजिर डेट पकेकी लिखि दियंतु जदि आपण माने लिखि पारु नांती ग्रेटिट्यूड बेसी समय देई पारु नांती आपण राति रे लेखला बेलକୁ निद लागुची आपण लेखा लेखि बेसी करि पारु नांती ताहले एबेठू आपण गोटे जिंस आरंभ करंतु केवल केवल ओराल कहबा आरंभ करंतु देखंतु जेतेबेले मोर जहाँ भी कंडीशन थिला मु जेतेबेले नुआ नुआ सिखिली लॉ ऑफ अट्रैक्शन जदि मु लेखि पारुनी ताले मो मेंटर कहले तुमे खाली थैंक यू कर खाली धन्यवाद कर ए जो धन्यवाद बा थैंक यू ए जो दुईटी शब्द ସେଇଟାକୁ କେମିତି ଆପଣ କଲେ ଖାଲି ଓରାଲି ବି ଆପଣ ରେଜଲ୍ଟ ପାଇବେ ସେଇ ଜିନିଷଟା ମୁଁ ଆଜି ଆପଣଙ୍କୁ ଶିଖେଇବି କେବଳ ଦୁଇଟି ଶବ୍ଦ ଥ୍ୟାଙ୍କ ୟୁ କିନ୍ତୁ ଥ୍ୟାଙ୍କ ୟୁଟା ଆପଣ କେମିତି କରିବେ ଆପଣଙ୍କର ଫିଲିଂସ୍ ଆସିବନି କହିବେ ଗୁରୁମା କ'ଣ ଥ୍ୟାଙ୍କ ୟୁ କରିବି ମୁଁ କହିବି ମନ ଦେଇକି ଶୁଣନ୍ତୁ ଆମର ତ ଏଇଟା ରିସର୍ଚ୍ଚ ହେଇସାରିଛି ସବୁ ବଡ଼ ବଡ଼ ଯୋଉ ଗୁରୁ ମାନେ କହୁଛନ୍ତି ଯେ କେବଳ ଏଇ ଦୁଇଟି ଶବ୍ଦ ଏବେ ରିସର୍ଚ୍ଚ ହେଇଛି ଯିଏ ୟାକୁ ବେଶୀ ଧନ୍ୟବାଦ 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 ବା ଥ୍ୟାଙ୍କ ୟୁ କହୁଛନ୍ତି ସେମାନଙ୍କର ସବୁ ଜିନିଷ ଦିନକୁ ଦିନ ବଢ଼ି 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 ଯାଉଛି ଦିନକୁ ଦିନ ବଢ଼ି ବଢ଼ି ଯାଉଛି ଆପଣ କ'ଣ ଦିନକୁ ଆପଣ କ'ଣ କରନ୍ତୁ ଏଇଟାକୁ ପୁରା ମନ ଦେଇକି ଶୁଣନ୍ତୁ ଥ୍ୟାଙ୍କ ୟୁଟା କେମିତି କରିବେ आमे तो मैजिक प्रैक्टिस रे बहुत 28 दिन 29 दिन रो प्रैक्टिस आमे करिचे बहुत प्रकार रो आमे थैंक यू करिचे किंतु ए जो थैंक यू आज जो थैंक यू कहूची चमत्कारिता भाव रे केमिति आपन को आसीबो देखंतु जत्ते बेले जोठी की जिबे जोठी भी अछंती आपन प्रथमे कोन करिवे ना आपन धर आपन गोटे ट्रैफिक रे फसी जाइचंती बहुत बड़ ट्रैफिक अच्छी किंतु आपण से लाइन रे छिड़ा ही जाइचंती गाड़ी पूरा जाम ही जाइची आपण सेठी कहबे गुरुमा सेठी पुनी कोन मु थैंक यू करिवि एते जाम रे एते समय हेलानी मु ट्रैफिक रे छिड़ा हेलेनी थैंक यू रो शब्द बाहरुनी मुंडरू मनरू बाहरुनी कोन करिवि ना सेठी आपण सांगे 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 कोन करिवे चारिपट को अनेइबे अनेइ सारी की आपण देखिबे ଆପଣଙ୍କ ପାଖରେ କ'ଣ କ'ଣ ଭଲ ଜିନିଷ ଅଛି ମାନେ ଦେଖିବେ ଆପଣଙ୍କ ଗାଁ ଗଳି ରାସ୍ତା ଛୋଟ କିନ୍ତୁ ଆପଣ ଯୋଉ ରାସ୍ତାରେ ଛିଡ଼ା ହେଇଛନ୍ତି ସେ ରାସ୍ତାଟା ବହୁତ ଚଉଡ଼ା ହେଇଥିବ ଆପଣ ଦେଖନ୍ତୁ ଆପଣ ଯଦି କାରରେ ବସିଛନ୍ତି ଆପଣ ଜଣେ ଦେଖନ୍ତୁ ଜଣେ ସ୍କୁଟିରେ ଯାଉଛି ସେ ପୁରା ଖରାରେ ଛିଡ଼ା ହେଇଛି ଆପଣ କିନ୍ତୁ କାରରେ ଯାଉଛନ୍ତି ସେଇଟାକୁ ଆପଣ ଦେଖିପାରିବେ ସେଇଟା ବି କହିବେ ହଁ ସତ କଥା ତ କେତେ ବଢ଼ିଆ ତା ମୋ ପାଖରେ ଗୋଟେ କାର ଅଛି ତାଙ୍କ ପାଖରେ ନାହିଁ ବୋଲି ସେ କଥା କହିବେନି ଯେ ମୋ ପାଖରେ ଅଛି ଆରେ ଆରେ ଏତେ ସୁନ୍ଦର ଏଇ ରାସ୍ତାଟା ତ ପୁରା ଚଉଡ଼ା ରାସ୍ତା ବଢ଼ିଆ ରାସ୍ତା ଏତେ ଗାଡ଼ି ଛିଡ଼ା ହେଇଛି ତଥାପି ତ ବଢ଼ିଆ ରାସ୍ତା ଅଛି କିଛି ନହେଲେ ଯୋଉ ଯଦି ଆପଣ ସ୍କୁଟିରେ ବି ଯାଉଛନ୍ତି ଜାମ୍ ହେଇଯାଇଛି ଖରା ହେଇଛି ତାହେଲେ ଆପଣ ଦେଖନ୍ତୁ ଯିଏ ସାଇକେଲରେ ଯାଉଛି କିଏ ଚାଲିକି ଯାଉଛି ଆପଣଙ୍କ ପାଖରେ କେତେ ବଢ଼ିଆ ସ୍କୁଟି ଅଛି ଆପଣ କେବଳ ନିଜକୁ ଦେଖିବେ ଆଉ ଚାରିପଟେ ଆଖି ବୁଲେଇ ଦେବେ ଦେଖିବେ ଆପଣଙ୍କ ପାଖେ ଚାରିପଟେ କ'ଣ କ'ଣ ଭଲ ଜିନିଷ ଅଛି ଯୋଉଠିକି ବି ଯାଆନ୍ତୁ କିଛି ନହେଲେ ଗୋଟେ ଗାର୍ଡେନରେ ବସିଛନ୍ତି ସେଠି ଯଦି ଗୋଟେ ଫୁଲ ଗଛଟାକୁ ଦେଖିବେ କହିବେ ଆ ଭିତରୁ କୋଉ ଫୁଲଟା ଆପଣଙ୍କୁ ଭଲ ଲାଗୁଛି ସେଟା ବି ୱାଓ ଏଇଟା ତ ବହୁତ ବଢ଼ିଆ ହେଇଛି ସବୁ ଜିନିଷକୁ ଆପଣ ଭଲ କହିକି ୱାଓ କେତେ ବଢ଼ିଆ ହେଇଛି ଥ୍ୟାଙ୍କ ୟୁ ଏମିତି ଯଦି ଆପଣ କରିବେ ପ୍ରତ୍ୟେକ ଦିନ 1000 ଥର କରନ୍ତୁ 1000 ଥର କରନ୍ତୁ 10,000 ଥର କରନ୍ତୁ 1000 ରୁ 10,000 ଥର କରନ୍ତୁ ଧର ଆପଣଙ୍କ ତକିଆ ମୁଁ ଏଠି ବସିଛି ଚେୟାରରେ ବସିଛି ୱାଓ ମୋ ପାଖରେ ପୁରା ମୋ ଶାଢ଼ୀକୁ ମ୍ୟାଚ୍ କଲା ଭଳିଆ ମୋ ଚେୟାରଟା ଅଛି ୱାଓ ଏଇଟା କେତେ ବଢ଼ିଆ ବଢ଼ିଆ କଥା ମୋ ଶାଢ଼ୀ ଯେମିତିଆ କଲର ଚେୟାର ବି ସେମିତିଆ କଲର ୱାଓ ଥ୍ୟାଙ୍କ ୟୁ ବାସ୍ ମୁଁ ଏଇଟା ଆପଣଙ୍କୁ କହିଲି ଦେଖନ୍ତୁ ଆଜି ମୁଁ ଗ୍ରୀନ୍ କଲର ଚୁଡ଼ି ପିନ୍ଧିଛି ଆଜି ଗ୍ରୀନ୍ କଲର ଶାଢ଼ୀ ପିନ୍ଧିଛି ୱାଓ ଏଇଟା କେତେ ବଢ଼ିଆ ମୁଁ ତ ଜାଣିକି ମ୍ୟାଚିଂ କରିନି ମୁଁ ତ ଗ୍ରୀନ୍ କଲର ଚୁଡ଼ି ପିନ୍ଧେ ୱାଓ କେତେ ବଢ଼ିଆ ଥ୍ୟାଙ୍କ ୟୁ ଏମିତି ଆପଣ ଯାହା ରାନ୍ଧୁଛନ୍ତି ଆପଣଙ୍କ ମାନେ ସାଧା କଢ଼େଇରେ ରାନ୍ଧୁଛନ୍ତି ନନଷ୍ଟିକ୍ରେ ରାନ୍ଧୁଛନ୍ତି ଯାହା ବି ରାନ୍ଧୁଛନ୍ତି ଯାହା କାମ କରୁଛନ୍ତି ସବୁ କାମରେ
ସବୁ ପ୍ରତ୍ୟେକ କାମରେ ଆପଣ ଦେଖନ୍ତୁ କ'ଣ ଭଲ ଅଛି ଆପଣଙ୍କ ସହିତ, କ'ଣ ଭଲ। ଯେତେ ଆପଣ ସବୁ ଜିନିଷକୁ ୱାଓ କେତେ ବଢ଼ିଆ ନା, କେତେ ବଢ଼ିଆ ନା, ଆଜି ମୋ ପାଖରେ ଅମୁଲ ଥିଲା ବୋଲି କ୍ଷୀର ସରିଯାଇଛି କିନ୍ତୁ ଅମୁଲ ଥିଲା ବୋଲି ମୁଁ ଅମୁଲରେ ଚା କରିଦେଲି। ୱାଓ କେତେ ବଢ଼ିଆ ନା, ଅମୁଲଟା ଅମୁଲ ଥିଲା ମୁଁ ଚା କରିକି ଜଣଙ୍କୁ ଦେଇପାରିଲି। ନହେଲେ ସେ ଖାଲି ଯାଇଥାନ୍ତେ ଭଲ ଲାଗିନଥାନ୍ତା। ମାନେ ମୋ ପାଖରେ ୱାଓ ମୋ ପାଖରେ ଅମୁଲ ଥିଲା ମୁଁ ଚା କରିଦେଲି ଥ୍ୟାଙ୍କ ୟୁ। ମାନେ ଏଇ ଫିଲିଂସରେ ସବୁବେଳେ ୱାଓ ନ କହିକି ବି ସେଇ ଭାବନାଟା ନିଜ ଭିତରେ ରଖିବେ, ସେଇ ଫିଲିଂସଟା ନିଜ ଭିତରେ ରଖିବେ। ୱାଓ ସତ କଥା ମୋ ପାଖରେ ଏତେ ବଢ଼ିଆ, ମୋ ପାଖରେ ଗୋଟେ ଗୋଡ଼ ଲମ୍ବେଇକି ଶୋଇବା ପାଇଁ ଗୋଟେ ବଡ଼ ତକିଆ ଅଛି। ମୁଁ କ'ଣ କରେ ନା ଶୋଇଲା ବେଳେ କ'ଣ କରେ ନା ଗୋଡ଼ ପାଖରେ ଆଣ୍ଠୁ ପାଖରେ ରଖିକି ଆଣ୍ଠୁଟା ତା ଉପରେ ରଖିକି ଶୁଏ। ସେଇଟା କହିବେ ଗୁରୁମା ଆ ପାଇଁ ଗୋଟେ କ'ଣ? ହଁ କହିବା ତା ପାଇଁ, କାରଣ ମୁଁ ଏଇଟା ଆରାମରେ ଶୋଇପାରୁଛି। ସେଟା ତ ବହୁତ ବଡ଼ କଥା ନା। ଯୋଉମାନେ ଫୁଟପାଥରେ ଶୋଉଛନ୍ତି ତାଙ୍କ ପାଖରେ ଅଛି କି ସେମିତିଆ ତକିଆ? ସେଇଟା ମୁଁ କହିପାରିବି ନେ ୱାଓ କେତେ ବଢ଼ିଆ ହେଇଛି ଲମ୍ବା ତକିଆଟା, ମୁଁ କେତେ ଆରାମରେ ମୋ ଗୋଡ଼ଟା ପକେଇକି ଶୋଇପାରୁଛି। ସେମିତି ଧର କାଲି ଜଣେ ମୋର ସେସନ୍ ପାଇଁ ଆସିଥିଲେ, ଅଫଲାଇନ୍ ଆସିଥିଲେ। ସିଏ କ'ଣ କଲେ ନା ଆସିଛନ୍ତି କିନ୍ତୁ ଖାତା କଲମ ଆଣିନାହାନ୍ତି। ମୁଁ ତାଙ୍କୁ ସେଠି ଖାତା କଲମ ଦେଲି, ସେ ଲେଖିକି ଗଲେ। ୱାଓ ସୋ ନାଇସ୍, ମୋ ପାଖରେ ଥିଲା ବୋଲି ତ ମୁଁ ଦେଲି, ସେ ଲେଖିକି ଗଲେ। ୱାଓ କେତେ ବଢ଼ିଆ ହେଲା, ଥ୍ୟାଙ୍କ ୟୁ। ମାନେ ଏମିତି ଆପଣ ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ କ୍ଷଣି ଦେଖନ୍ତୁ ବାଥରୁମ ଭିତରେ ବି ଯଦି ଆପଣ ପଶିଯିବେ, ରୋଷେଇ ଘର ଠାକୁର ଘର ଆପଣଙ୍କୁ ତ ସବୁ ଦେଖିଯିବ, ପିତ୍ତଳ ଜିନିଷ ଦେଖାଯିବ, ଘଣ୍ଟି ଦେଖାଯିବ କହିପାରିବେ। କିନ୍ତୁ ଯଦି ବାଥରୁମ ଭିତରେ ବି ପଶିଗଲେ ତାହେଲେ ବାଥରୁମ ଭିତରେ ବି ବହୁତ ଜିନିଷ ଅଛି ଆପଣଙ୍କୁ ୱାଓ ଥ୍ୟାଙ୍କ ୟୁ କରିବା ପାଇଁ। କେମିତି ଦେଖନ୍ତୁ ଆପଣଙ୍କର ଯୋଉ ନଳ ସିଷ୍ଟମ, ସାୱାର ନଳ, ସିଏ ବି କେତେ ବଢ଼ିଆ, କେତେ ଗାଁ ପୋଖରୀ ନାଳରେ ଗାଧଉଛନ୍ତି, ଆମ ପାଖରେ କେତେ ବଢ଼ିଆ ଟ୍ୟାବ ଖୋଲିଦେଲେ ପାଣି ଆସୁଛି, ସାୱାର ଖୋଲିଦେଲେ ଉପରୁ ପାଣି ଆସୁଛି। ୱାଓ କେତେ ବଢ଼ିଆ ଥ୍ୟାଙ୍କ ୟୁ କହିପାରିବେ। ଯଦି ଆପଣଙ୍କ ପାଖରେ ସାବୁନ ଅଛି କିମ୍ବା ଆପଣଙ୍କ ବଡି ଲୋସନ ଅଛି, ଲୋକ କେତେ ଗୋଟାଏ ସାବୁନକୁ 5 ଜଣ ମାରୁଛନ୍ତି, ଅସନା ଲାଗୁଛି। କିନ୍ତୁ ଆପଣଙ୍କ ପାଖରେ ବଡି ମାନେ ଯୋଉ ଲୋସନ ଯୋଉଟା ଫେଣ ଭଳିଆ କରିକି ଦେହରେ ଲଗେଇକି କରନ୍ତି, ବଡି ସପ୍, ସେଇଟା ଯୋଉ ଲିକ୍ୱିଡ ସପ୍, ସେଇଟା ଅଛି ଆପଣଙ୍କ ପାଖରେ, ତାକୁ ଯେତେବେଳେ ଲଗେଇବେ ତାକୁ କହିପାରିବେ ୱାଓ ମୋ ପାଖରେ ଏଇଟା ଲିକ୍ୱିଡ ସପ୍ ଅଛି, ବଢ଼ିଆ, ଏଇଟା ପରିଷ୍କାର, କେତେ ବଢ଼ିଆ ପରିଷ୍କାର ଲାଗେ। ଟିକେ ଡ୍ରପ୍ ଆଣିଲ ପକେଇଲ ସବୁଆଡ଼େ ଲଗେଇଲ ଗାଧେଇଲ, କେତେ ବଢ଼ିଆ କଥା। ମାନେ ବାଥରୁମ ଭିତରେ ବି ଆପଣ ବସିକି ବି କିଛି ଜିନିଷକୁ ଆପଣ ୱାଓ ଆଉ ଭଲ ବଢ଼ିଆ କହିପାରିବେ। ୱାଓ ଭଲ ବଢ଼ିଆ ଥ୍ୟାଙ୍କ ୟୁ। ଏଇ ଜୀବନ ଡେଲି ଆପଣ 1000ରୁ 10,000 ଥର କୁହନ୍ତୁ ଏଇ କଥା। ଜୀବନରେ ଆପଣ ଏଇ କଥାକୁ, ଏଇ ଶବ୍ଦକୁ ୱାଓ କେତେ ବଢ଼ିଆ, ୱାଓ କେତେ ବଢ଼ିଆ ଥ୍ୟାଙ୍କ ୟୁ, ୱାଓ କେତେ ବଢ଼ିଆ ଥ୍ୟାଙ୍କ ୟୁ, ୱାଓ କେତେ ବଢ଼ିଆ ଥ୍ୟାଙ୍କ ୟୁ। ଆପଣ ପ୍ରତ୍ୟେକ ଦିନ ଖୋଜିବେ, ଆପଣଙ୍କୁ ଖୋଜିବାକୁ ପଡ଼ିବ। ଏମିତି ଗୁରୁମା କହିଛନ୍ତି ସବୁଥିରେ କହିଦେଲେ ହବନି, ଖୋଜିଲେ ଆପଣଙ୍କର ବ୍ରେନ୍ ଚେଞ୍ଜ ହବ। ଖୋଜିଲେ ଆପଣଙ୍କର ଯୋଉ ଚିନ୍ତା, ଯୋଉ ଥଟ୍, ଯୋଉ ବହୁତ ଚିନ୍ତା ଆସୁଛି ପ୍ରତ୍ୟେକ ସମୟରେ ସିଏ କମିବ ସିଏ। ଆପଣ ଡେଲି 10,000, 1000ରୁ 10,000 ଥର ପ୍ରତ୍ୟେକ ଦିନ 1000ରୁ 10,000 ଥର ମୋ କଥା ଶୁଣି ବେଶୀ 3 ଦିନ ପ୍ରାକ୍ଟିସ କରନ୍ତୁ, 3 ଦିନ 10,000, 1000ରୁ 10,000 ଥର ଆପଣ ମୋଟେ 3 ଦିନ ପ୍ରାକ୍ଟିସ କରନ୍ତୁ। ଆପଣ ଦେଖିବେ ଆପଣଙ୍କ ଭିତରେ ଯାହା ବି କିଛି ଥିବ, କଳା କଥା, କଳା ଏନର୍ଜି, ଖରାପ ଜିନିଷ, ଖରାପ ଉର୍ଜା, ସେ ସବୁ ବାହାରିଯିବ। ଆଉ ଆପଣ ଭଲ ଫିଲିଂସକୁ ପଳେଇ ଆସିବେ, ଗୁଡ୍ ଫିଲିଂସକୁ ପଳେଇ ଆସିବେ, ଗୁଡ୍ ଏନର୍ଜିକୁ ପଳେଇ ଆସିବେ। ଆଉ ଆମର ମ୍ୟାନିଫେଷ୍ଟେସନ ଆପଣ ଯାହା ସବୁ ଲେଖିଛନ୍ତି, 10ଟା ଇଚ୍ଛା ଲେଖିଛନ୍ତି, ଆପଣଙ୍କର ଯୋଉ ବି ଇଚ୍ଛା ଲେଖିଛନ୍ତି, ଆପଣଙ୍କ ପୁଅ ପାଇଁ, ଝିଅ ପାଇଁ, ସ୍ୱାମୀ ପାଇଁ, ଯାହା ବି ଲେଖିଛନ୍ତି, ଦେଖିବେ ଆପଣଙ୍କର ବହୁତ ଶୀଘ୍ର ଆପଣଙ୍କର ସବୁ ଇଚ୍ଛା ପୂରଣ ହେଇଯିବ। କାହିଁକି? ଇଚ୍ଛା ପୂରଣର ମୁଖ୍ୟ, ସବୁଠୁ ବଡ଼ ମୁଖ୍ୟ ହେଲା କ'ଣ ନା ଇଚ୍ଛା ପୂରଣର ସବୁଠୁ ମୂଳ ମନ୍ତ୍ର ହେଲା କ'ଣ ନା ଗୁଡ୍ ଫିଲିଂସ, ହାପିନେସ୍, ଖୁସି। ଏଇଟା ହେଲା ଆମର ମନ୍ତ୍ର, ଏଇଟା ହେଲା ଆମର ମୂଳ ମନ୍ତ୍ର। ଆମର ସବୁ ଇଚ୍ଛା ପୂରଣ ପାଇଁ ଏଇଟା ହେଲା ମୂଳ ମନ୍ତ୍ର ଯେ ଆମେ ଗୁଡ୍ ଫିଲିଂସରେ ରହିବା ବା ଭଲ ଭାଇବ୍ରେସନରେ ରହିବା, ହାଇ ଭାଇବ୍ରେସନରେ ରହିବା, ଖୁସିରେ ରହିବା।
ତାହେଲେ ଆମର ସବୁ ଇଚ୍ଛା ପୂରଣ ହବ। ଏଇ ଯୋଉ 1000ରୁ 10,000 ଥର ଆପଣ କୁହନ୍ତୁ, ଏଇ ଦେଖିବେ ଆପଣଙ୍କର ନିଶ୍ଚୟ ମ୍ୟାନିଫେଷ୍ଟ ହବ। ବେଶୀ ନାହିଁ 3 ଦିନ ଖଣ୍ଡେ ପ୍ରାକ୍ଟିସ୍ କରନ୍ତୁ, କହିବେ ଗୁରୁମାତ ହଁ ସବୁ କାମ କରୁଥିବେ। ଖାଇବେ, ପିଇବେ, ଝାଡ଼ା ଯିବେ, ଗାଧେଇବେ, ସବୁ କାମ କରୁଥିବେ। ସବୁଥିରେ ଆପଣ ଖୋଜିବେ କଣ ଭଲ ଅଛି ଆପଣଙ୍କ ସହିତ। କଣ ଭଲ ଅଛି ଆପଣଙ୍କ ପାଖରେ? କଣ ଭଲ ଭଲ ଜିନିଷ ଅଛି ଆପଣଙ୍କ ପାଖରେ? ଖୋଜନ୍ତୁ। ଖୋଜନ୍ତୁ, ଖୋଜନ୍ତୁ, ଖୋଜନ୍ତୁ। ୱାଓ! କେତେ ବଢ଼ିଆ ଥ୍ୟାଙ୍କ ୟୁ। ୱାଓ! କେତେ ବଢ଼ିଆ ଥ୍ୟାଙ୍କ ୟୁ। କୁହନ୍ତୁ ଆଉ ମତେ କମେଣ୍ଟରେ ଜଣେଇବେ, କହିବେ କି ନାଇଁ 3 ଦିନ କଲେ କି ନାଇଁ ମତେ କମେଣ୍ଟରେ ଜଣେଇବେ। ଥ୍ୟାଙ୍କ ୟୁ ସୋ ମଚ୍। ଗଡ୍ ବ୍ଲେସ୍ ୟୁ।